ତମେ ମୂର୍ତ୍ତି ପୂଜା କରୁନା? ଆମ ଘରେ ମୂର୍ତ୍ତି ପୂଜା ହୁଏ ନାହିଁ। ଆଚ୍ଛା। ବା ମୁଁ କୌଣସି ମୂର୍ତ୍ତି ପୂଜା କରେ ନାହିଁ। ଭଲ। କେବଳ ସେଇ ନିଜକୁ ଭଜିବା ଛଡା ଆଉ କିଛି ଉପାୟ ନାହିଁ। କାହାକୁ? ନିଜକୁ ଭଜିବା। ଗୁରୁ କରୁଛୁ? ନିଜକୁ ଚିହ୍ନିବା, ନିଜକୁ ଭଜିବା। ଗୁରୁ କରୁଛୁ ନା? ଗୁରୁ କରିଛି ଆଜ୍ଞା। ଭଲ ହେଲା ଆଉ। ଆଉ ଗୋଟେ କଥା ହଉଛି, ଶାସ୍ତ୍ର ତ ଆମେ ତ ଏ ବିଦ୍ୟା ସର୍ବଶାସ୍ତ୍ର ସାକ୍ଷୀ। ହୁଁ। ଭାଗବତ କହୁଛନ୍ତି ଯେ ଏବେ ତୁ ପୂଜା ଧ୍ୟାନ ଛାଡ ଏକାନ୍ତ ବ୍ରହ୍ମ ସୁଖ ଜୋଡ଼। ହୁଁ। ଏବେ ତୁ ପୂଜା ଧ୍ୟାନ ଛାଡିଦେ। ମତେ କିଛି ବୁଝେନା, ମତେ କାହିଁ ଫୋନ କରୁଛୁ କହ? ହଁ ଫୋନ କରୁଛି ମାନେ ଆକ୍ଚୁଆଲି ଆପଣଙ୍କ ସହିତ ଟିକେ କଥା ହବା ପାଇଁ ଫୋନ କରିଥିଲି ଆଉ। କଣ କହୁନୁ? ପ୍ରଶ୍ନ କିଛି ନାହିଁ, ସବୁ ପ୍ରଶ୍ନର ଆନ୍ସର ଆଉ କିଛି ମୁଁ ଆପଣଙ୍କୁ ପ୍ରଶ୍ନ କରିପାରୁନି। ବହୁତ ଭଲ ଲାଗିଲା କଥାଟା ଶୁଣିକି ଆଉ। ହଁ ତେଣୁ ସେମିତି ହଜାର ଭିଡିଓ ଛାଡିଲେଣି। ତାକୁ ସବୁ ଆଜ୍ଞା 1000ଟା ଭିଡିଓ ମୁଁ ଛାଡିଲିଣି। ଆଜ୍ଞା ତାକୁ ଆଜ୍ଞା ବସି ସବୁ ଧୀରେ ଧୀରେ ଖେଳିକି ଦେଖେ। ତା ଭିତରୁ ଆଜ୍ଞା କେତେଟା ଭଲ ଲାଗିବ, କେତେଟା ସୁଖ ଲାଗିବ, ତା ସବୁ ଦେଖିଲେ ଜାଣିବୁ। ସେଇଟା ଦେଖିଲୁଣି? ଆଜ୍ଞା ହଁ ଏଇ ପ୍ରଥମ ମୋର ମୋବାଇଲ ଟା ନଥିଲା ତ ସିମଟା। ସବୁ ଭିଡିଓ ଦେଖ, ସବୁ ଭିଡିଓ ଆଜ୍ଞା ଦେଖିଲେ ଜାଣିପାରିବୁ। କୌଣସି ବାର ବ୍ରତ ନ କଲେ ଚଳିବ ତ? ଆଉ ଗୁରୁ ଦୀକ୍ଷା ନେଇ ସାରିଲା ପରେ ଆଉ ଆବଶ୍ୟକତା ନାହିଁ ବାର କିଛି ବ୍ରତ ଦରକାର କିଛି। ନାହିଁ। ଆଜ୍ଞା। ଆଉ ଟିକେ ଆମର ତ ବ୍ରାହ୍ମଣର ମୁଁ ପ୍ରାୟ ବି କୁହେ ଆମିଷ ଫାମିଷ ଖାଅନା, ବ୍ରାହ୍ମଣର ଅଣ୍ଡା ମାଛ ମାଂସ ଚିକେନ। ଆମିଷଟା କଣ ଗୋଟେ ଖାଦ୍ୟ? ତମ ଇଚ୍ଛା ହେଲେ ଖାଇବ, ଇଚ୍ଛା ନହେଲେ ସେଇଟା କଣ ଗୋଟେ ବଡ କଥା? ଆଜ୍ଞା। ନାଇଁ ତମ ସେ ଅଣ୍ଡା ମାଛ ଚିକେନ ନା ଅଣ୍ଡା ମଟନ ଚିକେନ ଆମେ ଖାଉନା। ନା ସେଗୁଡା ଆଉ ମାଛ ଟିକେ ଖାଉ। ହଁ ମାଛ ଖାଅ। କିନ୍ତୁ ଆମର ଆଶ୍ରମରେ ଆପଣଙ୍କ ଭଳିଆ କିଛି ଆପଣ ଯେମିତି କହୁଛନ୍ତି କିଛି ଆମର ନାହିଁ ଅବଧୂତ କର୍ମ। ଯେ ଆମର ସେଇ ଗୁରୁଦେବ ସେମିତି କହୁଛନ୍ତି ଯେ କିଛି ସେଟା ସବୁ ବିକାର ନାହିଁ, ସେ ସବୁ ଖାଆନ୍ତି। ତମେ ସବୁ ଖାଇପାରିବ କହୁଛନ୍ତି। ଅଣ୍ଡା ମାଛ ମାଂସ ଚିକେନ ମନର ଇଛେ ଏଇଟା ସବୁ ତମେ ସବୁ ଖାଇପାର। ତମ ଦେହ ତ ଆମିଷ, ସବୁ ଆମିଷ ଆଉ। ଆମିଷ ଖାଇବନି କଣ ହେଇଛି କହୁଛନ୍ତି। ସିଏ ବି ଆପଣଙ୍କ ଭଳିଆ କୁହନ୍ତି, ଆମର ସେ ଗୁରୁଦେବ ଯିଏ। ହଁ। ଆଉ ମୁଁ ଟିକେ ଆମର ବ୍ରାହ୍ମଣ ଘର ବୋଲିକି ମୁଁ ଟିକେ ବିକାର ଆଣେ, ମୁଁ କହିଦିଏ ବେଳେ ବେଳେ ଉପାସ ବାର ବ୍ରତ ପିଆଜ ରସୁଣ ଏଇ ସବୁ ବହୁତ ବିରୋଧ କରିଦିଏ। ହଁ ଆପଣଙ୍କ ଏପିସୋଡ ଶୁଣିଲା ପରେ ମୁଁ ଟିକେ ମତେ ବି ଭଲ ଲାଗୁଛି, ଆଉ ଭାବୁଛି ଠିକ କହୁଛନ୍ତି ଯେ ମୁଁ ଭୁଲ କରୁଛି ଆଉ ୟା ଭାବୁଛି। ସେ କୁହନ୍ତି ଠିକ ନାଇଁ ତମେ ତମ ଦେହ ତ ଆମିଷ ଆଉ ଭିତରେ ସବୁ ଅଛି। ତମେ କେବଳ ଆମିଷ ବୋଲିକି କାମ, କ୍ରୋଧ, ହିଂସା ଏଇ କାମନା ବାସନାରୁ ଦୂରେଇବ। ଏଇଟା ହିଁ ଆମିଷ ବୋଲି ସେ କହୁଛନ୍ତି। ଠିକ ଆଉ କହୁଛୁ। ଆପଣଙ୍କର ଏପିସୋଡ ଦେଖିକି ବହୁତ ଭଲ ଲାଗୁଛି, ଆଉ ବହୁତ ଭଲ ଶିଖିବାର ଅଛି। ହଁ ଆଉ ସେଥିପାଇଁ ଆପଣଙ୍କୁ ଫୋନ କରୁଛି ଯୋଉ ପଚାରିବି ବୋଲି। ମୁଁ ତ କିଛି ଜାଣେନି, ମୁଁ ତ ଖାଲି ସାଧାରଣ ଲୋକ ଆଉ। ହଉ ଝିଅଟେ ହେଲା। ଆଉ କୋଉଟେ। ଆପଣଙ୍କ ଠାରୁ ଆମେ କଣ କହିପାରିବୁ ନା ପ୍ରଶ୍ନ ନେଇପାରିବୁ? ଛୋଟ ଛୋଟ କଥା ଗୋଟେ ଶିଖିବାର ଅଛି। ହଁ। ଆଉ ଆମର ଯୋଉ ଆଶ୍ରମରେ ଯୋଉ ମାନେ ଆମେ ଯୋଉ ଦୀକ୍ଷିତ ହେଇଛୁ। ଯେ ସେ ଗୁରୁଦେବ ଯିଏ ଅଛନ୍ତି କୁହନ୍ତି ଯୋଉ ତାଙ୍କର ଯୋଉ ଆମକୁ କେବଳ ଦେଇଛନ୍ତି ଖାଲି ସେଇ ଗୁରୁଙ୍କର ପ୍ରାର୍ଥନା ଆଉ ହରିନାମ ସ୍ମରଣ କରିବା ପାଇଁ। ଆଉ କିଛି ମନ୍ତ୍ର ଯୋଉ ଆପଣ କହୁଛନ୍ତି ଯୋଉ ସଦଗୁରୁ ଯିଏ କଣ ମନ୍ତ୍ର ଦିଅନ୍ତି ଅଛି ସେଟା ଇଏ କରିବା ପାଇଁ, ଯୋଗ ସାଧନା କରିବା ପାଇଁ ଆମକୁ ସେ ତ କିଛି ଦେଇନାହାନ୍ତି। ଯେ ଆମେ ସେଇ ଭକ୍ତି ମାର୍ଗରେ ଗଲେ ଠିକ ହେଇପାରିବ? ନାଇଁ ତମେ ଭକ୍ତି ମାର୍ଗରେ ଗଲେ ହେଇପାରିବ। ସେଇଟା ହଉଛି ଆଜ୍ଞା ବହୁତ କଷ୍ଟସାଧ୍ୟ। ଭିତର ମାର୍ଗରେ ଗଲେ ସହଜରେ ତମେ ପାଇବ। ଆଜ୍ଞା, ଯାହା ଆମକୁ ସେ ଯୋଉ ଆମେ ଆଶ୍ରମ ସନ୍ଧ୍ୟା ବେଳେ ଯାଉ ଯେ ସେମାନେ ସେ ଶିଷ୍ୟ ସିଏ ସେଇ ପଦ୍ମାସନ କରିକି ଧ୍ୟାନ କରନ୍ତି। ପ୍ରାର୍ଥନା ହୁଏ, ଆଉ ହରିନାମ ସେଇଟା ଟିକେ ହୁଏ। ଆଉ ଗୀତା ସକାଳେ ପଢା ହୁଏ, ଯୋଉମାନେ ଯାଆନ୍ତି ଯାଇପାରନି ସକାଳୁ। ଆଉ କିନ୍ତୁ ଆଉ କିଛି ଯୋଉ ମନ୍ତ୍ର ଟା ଆପଣ କହୁଛନ୍ତି ଯେ ପ୍ରକୃତରେ ଗୁରୁ ଯେ ଅଣାକ୍ଷର ଜପ ଏ ସବୁ ଯୋଉ ଓଙ୍କାର ସବୁ ଯାହା ସବୁ ଅଛି ସେଟା ଆମେ କିଛି ପାଇନାହୁଁ। ପାଇନା ନାଇଁ କିଛି ଦିନ ପରେ ଗୁରୁଙ୍କୁ ପଚାରିଲେ ସବୁ ମିଳିଯିବ ଆଉ। ସିଏ ଗୁରୁ ଯିଏ ମରିଗଲେଣି ଆକ୍ଚୁଆଲି ପରମ ଗୁରୁଦେବ ଯିଏ ଦେହ ତ୍ୟାଗ କରିଦେଲେଣି। କିନ୍ତୁ ଗୁରୁଦେବ ଇଏ ମାନେ ଯିଏ କେହି ଶିଷ୍ୟ ନାହାନ୍ତି। ଆଜ୍ଞା ଇଏ ଯୋଉ ଅଛନ୍ତି ତାଙ୍କର ଶିଷ୍ୟ ସେ ଟିକେ କମ ଜାଣିଛନ୍ତି ବୋଧେ
ଜାଣିଛନ୍ତି ଅଛି ଆଶ୍ରମ ଦାୟିତ୍ୱ ନେଇଛନ୍ତି ବୁଝୁଛନ୍ତି, ତାଙ୍କ ଭଳି ଇଏ ଟିକେ କହି ପାରୁନାହାନ୍ତି, କମ ଜାଣିଛନ୍ତି। ମୁଁ ଭାବୁଛି କାହିଁକି ତ କିଛି ଆମେ ଆଣିପାରୁନୁ, କିଛି ଦେଇନାହାନ୍ତି। ଠିକ ଅଛି, ଆପଣ ପାଖକୁ ଗଲେ ଆପଣ କହିଦେବେ ନା ଦେଇପାରିବେ? ହଁ ହଁ ଆପଣ ତ କହିଛନ୍ତି ଗୁରୁଧର, ଯୋଉ ଗୁରୁଧର ଇଏ ଗୁରୁ ବି ଆମର ସଦ୍ଗୁରୁ ଜଣା ପଡୁଛନ୍ତି, କିନ୍ତୁ ସେ କିଛି ଅସୁବିଧା ନାହିଁ। ଆପଣ ଯାହା ବୁଝଉଛନ୍ତି ଆମ ଗୁରୁଦେବ ସେଇଆ ହିଁ କହୁଛନ୍ତି। ମାନେ ଆସିଲେ ମୁଁ ବୁଝେଇଦେବି ସବୁ ଆଉ। ଆଜ୍ଞା, ହଉ ହଉ, କୋଟି କୋଟି ପ୍ରଣାମ ଆପଣଙ୍କୁ। ପୁଣି ଥରେ କେତେବେଳେ ଫୋନ କରିବି, ଆପଣ ବିଜିରେ ଥିବେ। ହଁ, ଆସିଲେ ମୁଁ କହିଦେବି।